को प्रणाम जनाऊँ। पिता हो स्वर्ग, पिता धर्म, पिता ही परम तपः, पिता ही प्रियते सर्वदेवता। Drama, a copy of life, mirror of custom and reflection of truth. समाजର ବାସ୍ତବତା ରୂପାୟନ କେବଳ ନାଟକ ମାଧ୍ୟମରେ ହିଁ ସମ୍ଭବ। ସରଳ ଓ ନିଷ୍ପାପ ଶିଶୁମାନଙ୍କ ମନରେ କଳାର ଭାବ ସୃଷ୍ଟି କରିବା ଆମର ଏହି କ୍ଷୁଦ୍ର ନାଟକର ପ୍ରୟାସ। ଜାତିର ଧକ୍କାରେ କୁହାଯାଇଥିଲା ଏଠି ଅନ୍ଧବର୍ଯ୍ୟ ଭଳି ରୀତି ମଣିଷକୁ ଯଦି ମଣିଷ ଛୁଇଁଲା କେଉଁ ପଟେ ଗଲା ଜାତି। ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଦେଖିବା ଏକ ଜାତି ପ୍ରଥା ଉପରେ ଆଧାରିତ ସୁନ୍ଦର ନାଟକ ସୁନାମୀ ଝିଅ ଦୁର୍ନାମୀ କଥା। मंगलम भगवान विष्णु मंगलम। अरे ये कथा बंद करो। ए बड़ोती वाला कथा बंद करो बे। एठी बाहागर होई परिबेनी। एठी बड़ा तमसा लागी। समुदी समुदी की तुम्हें बाहागर बंद करना समुदी। मु तुमको कहती समुदी उधर दिन में जौतिक पैसा सब दे देनी समुदी सब दे देनी। ना ये बाहागर होई परिबेनी। अब ए फ्रांसिस बड़ो उते बप्पा गौती बेली उठिया। ए भाईना ये मंत्र बंद करो। समुदी झियो मोर मंगली कन्या बेदी पर बल उठी गले सबुदिन अभियाड़ी हो रही समुदी सबुदिन अभियाड़ी हो रही तुम गोड़ हाथ धरुची समुदी এই বাহাগর বন্ধ করনা এই বাহাগর বন্ধ করিদেলে ও সুনামি ঝিଅଟାରେ ଦୁନାମି ଲାଗିଯିବ ସମୁଦି ଦୁନାମି ଲାଗିଯିବ। କିଛି ବି ଲାଭ ହବନି ବାପା ବରଂ ମନା କରିଦିଅ ମୁଁ ଆଉ ବାହା ହେବିନି। ରାଣୀ ହଁ ବାପା ଶୁଣ ଶ୍ୱଶୁର ମହାଶୟ ରାତି ପାଇଥିଲେ ମୁଁ ହୋଇଥାନ୍ତି ତୁମ ବଂଶର କୁଳବଧୂ ଆଉ ତୁମେ ହୋଇଥାନ୍ତ ମୋ ଶ୍ୱଶୁର। ହେଲେ ଯାହାର ବାପା ଜଣେ ଯୌତୁକ ଲୋଭୀ ରାକ୍ଷସ ମୁଁ ତାକୁ କଦାପି ବାହା ହେବି। ଆରେ ଯାଅ ତମ ପୁଅକୁ ବେଦି ଉପରେ ଉଠାଇ ନେବ। ରାଣୀ ରାଣୀ ତୁମେ ତ ବେଦି ଉପରେ ଛାଡ଼ି ଚାଲି ଆସିଲ ଯେ ମୁଁ ଆଉ ପୁରା ତମର ସେଠି ଅପେକ୍ଷା କରି ବସିଛୁ। ଶୁଣ ଶିଶୁପାଳ ମହାଶୟ ତୁମେ ଏବେ ଶିଶୁପାଳ ହୋଇ ଘରକୁ ଫେରିଯାଅ କାରଣ ଯାହାର ବାପା ଜଣେ ଯୌତୁକ ଲୋଭୀ ରାକ୍ଷସ ମୁଁ ତାକୁ କଦାପି ବାହା ହେବି। ବାପା ଲୋ ବାପା ରାଣୀ ମତେ ଶିଶୁପାଳ କରି ଚାଲିଗଲା। अरे जाऊ ମୁଁ ତତେ ଆଉ ଗୋଟେ ଭଲ ଝିଅ ଦେଖି ବାହାର କରିଦେବିନି। ଆଉ ତା ବାପା 50,000 ଟଙ୍କା ଦେଇଛି। ଏବେ ଝିଅ ଯାଉ। ନାଇଁ ବାପା ମୁଁ ସେଇ ରାଣୀକୁ ବାହା ହେବି ମୁଁ ଆଉ କାହାକୁ ବାହା ହେବିନି। ତମେ ମତେ ପରା ଏଇଟାକୁ ମିଶାଇ 11 ଥର ବେଦିରୁ ବାହା ଉପରୁ ଉଠାଇ ଆଣିଲାଣି। ୟା ପରେ ପରା ଦର୍ଜନ ପୁରିବ। ଆଲୋ ଦର୍ଶନ ତୋର ଶୁଭ ବେଳ ପଡିବ। ନାଇଁ ବାପା ମୁଁ ସେଇ ରାଣୀକୁ ହିଁ ବାହା ହେବି ନହେଲେ ମୋର କାଳ ନୁରିବ। ତମ ନାଁରେ ମୋ ଆଗରେ ଆଉ ପଛରେ ପୋଷ୍ଟର ଲଗେଇ ବୁଲି ବୁଲି କହିବି ଖବର କାଗଜରେ କହିବି ରେଡିଓରେ କହିବି ଦିନରେ କହିବି ଆଉ ରାତିରେ ବି କହିବି କି ମୋ ବାପା ମତେ ବାହା କରେଇ ଦେଇନଥିବାରୁ ମୁଁ ସୁଇସାଇଡ୍ କରିବାକୁ ଯାଉଛି। ନା ବାପା ଶିଶୁପାଳ ମତେ ଆଗକୁ ଦିଶିଲାଣି ଜଳ ଜଳ ପଡିଲାଣି ତୋର ଶୁଭ ବେଳ। ଗୋଟେ ଭଲ ଝିଅ ଦେଖି କରିନେବି ତୋର ବାହାଘର। ତୋତେ ମନ ଘର ଧର। ନାଇଁ ବାପା ଆଉ ଧରୁନି। ଏ ମୋ ରାଣୀ ଲୋ କେଣେ ଗଲୁ ମତେ ଏକା ଛାଡ଼ି। ଏ ମୋ ରାଣୀ ଲୋ କେଣେ ଗଲୁ ମତେ ଏକା ଛାଡ଼ି। କାହାକୁ ନେଇ ମୁଁ ହେବି କାହାକୁ ନେଇ ମୁଁ ହେବି
ରୋଷଣୀ ସାଜିଲାନି, ବେଦୀ ମଧ୍ୟ ବନ୍ଧା ହେଲାନି। ଅର୍ଥାତ୍ ମୋ ପୁଅ ରାଜା ବାହା ହୋଇଗଲା। चंद्रमुखी चुप करो। मो राजा एमती सेमती मिला नुहे। केउ परिस्थिति रे पड़ी कौन से भूल कर बसी दिबो से कथा चिंता न करी या कुसे भोजी खाई डाकी परलानी। बाबू बाबू राजा बाबू ना बहुमा को धरी दांड डोरे छिड़ा होती ताको पाछोटी आनी बाबू। अरे मो राजा बहुमा को धरी दांड डोरे छिड़ा करछि। अरे जा जाओ कहबू से बहुमा को धरी भीतर को आसु। आज्ञा। से आसीबा दरकार नहीं। अच्छा घर रे छिया से भूयाबा मो वंशर कुलबधु मो बड़ बड़िया ता हाथ पानी पाइबे जा जाओ कहि दबु ता पई ए घर रे एडी मध सब दिन पई बंद होई जाईची। हम मानक पई मरि जाईची। अरे ए चंद्रमुखी तमे एमिति कोन कहउछ। मो राजा भलिया पुआ ए संसार रे कोटि के गोटिए मिलिबे। से पुआ में तो हीरा खंडे से जा भूल करिछि ता पई मु तुमको क्षमा प्रार्थना करूछि। एबे तुमे जाओ मो पुआ बहु धूप चावल पकाई बंदापना करी ए घर भीतर को नहीं आस। एमती छिड़ा कर कौन उचित हबो? खाऊ बापा पुओ पुओ को पाले एते डर बाहर देउटे घर बना नहीं लोग एटा गोटे अन्ना कष्ट बटवे जे जिए जेते बेले जा में ताको मानी रे आश्रय दब। अरे ए रणजीत तू एमिति कोन कहउछु? से पर तो राजा भाई राजा भाई हरिओम राजा भाई कहया भाई मते घृणा लागुची। सेटा बुझ बाप रे होइता दे सेटा अच्छ बाबर जी को बाहुता दे हमु के जणाई नथा दे। समय गतिरे रहुଛି ହଠାତ୍ ଏ ଦୂର ଦିଗ୍ବଳୟରେ ବସା ବାନ୍ଧିବା ପାଇଁ ଆଶା ରଖିଥିବା ପତିତା ଅସହାୟ ହୋଇ ଥକି ପଡ଼ିଲା। ନୀଳ ଆକାଶ ତଳେ ବକ୍ଷଚିତ ଉଲ୍କା ପରି ତା ପଛରୁ ଅନ୍ୟ ପଥକୁ ଘୁରିବାକୁ ଲାଗିଲା। ମୁଁ ତାକୁ ତା ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚାଇ କ'ଣ ଭୁଲ କରିଛି? ଭୁଲ କି ଠିକ କରିଛ ବାପାଙ୍କୁ ପଚାର। ବାପା ସେ ଆମ ଏଇ ନଡ଼ିଆ ସାହିର ସୁକର୍ଣ୍ଣ ମଉସାଙ୍କ ଝିଅ। ବାହାବେଦୀରେ ସୁକର୍ଣ୍ଣ ମଉସା ଯୌତୁକ ପଇସା ଦେଇପାରିବେନି ବୋଲି ବର ବେଦୀ ଉପରୁ ଉଠିଗଲା। ଆଉ ତୁ ଚାହିଁକି ବସିଥିଲୁ ବେଦି ଉପରେ ଠାପିନା ମାଡ଼ି ବସିଲୁ। ନାଇଁ ମୁଁ ବିଚରା ମଙ୍ଗୁଳି କନ୍ୟାଟା ଆତ୍ମହତ୍ୟା କରିବା ପାଇଁ ଟ୍ରେନ୍ ଲାଇନ୍ ଉପରେ ଦୌଡ଼ିଥିଲା। ଟ୍ରେନ୍ ଆସିବା ପୂର୍ବରୁ ତୁମେ ତାକୁ ଫିଲ୍ମ ଚାଲି ଧରିନି ସିଧା ସିଧା ଏଠି ଚାଲି ଆସିଲ ଆଉ କ'ଣ ଠିକ ଅଛି ଆସିବ। ସେମିତି ଗୋଟେ ଅକ୍ଷମ ଘରର ଝିଅ ଏ ଘରେ ସ୍ଥାନ ନ ପାଏ ଯଦି ରାଜା ଭାଇ ତାଙ୍କ ସ୍ତ୍ରୀ ରୁହନ୍ତି ତାହେଲେ ମୁଁ ଏ ଘର ଛାଡ଼ି ଚାଲିଯିବାକୁ ବାଧ୍ୟ ହେବି। ଖାଲି ତୁ କାହିଁକି ତୋ ସହିତ ମୁଁ ମଧ୍ୟ ଘର ଛାଡ଼ି ଚାଲିଯିବି। ଦାଇବୁ ଆପଣ କାହିଁକି ମୋ ପାଇଁ ଘର ଛାଡ଼ିବେ? ମୁଁ ଗୋଟିଏ ଅକ୍ଷମ ଘରର ଝିଅ। ଆପଣ କାହିଁକି ଆପଣଙ୍କର ଏହି ସମାଜ କେବେ ହେଲେ ମୋତେ ଆପଣଙ୍କର ବୋହୂ ହେବାର ସ୍ୱୀକୃତି ପ୍ରଦାନ କରିବେନି। ମୁଁ ଗୋଟିଏ ନୂଆଁଶୀ କନ୍ୟା। ପିଲାଟି ଦିନରୁ ବାପ ମାଆକୁ ହରାଇଥିଲି। ସୁକର୍ଣ୍ଣ ମଉସା କେଉଁଠୁ କେଜାଣି ପାଇ ଆଣି କାଉ ବସାରେ କୋଇଲି ଭଳି ଲାଳନ ପାଳନ କରି ଏଡ଼ିକିଟିରୁ ଏଡ଼େ ବଡ଼ କରିଛନ୍ତି। ଆଜି ବାହାବେଦୀରୁ ବର ଯେତେବେଳେ ଫେରିଗଲା ମୁଁ ଆପଣଙ୍କ ପୁଅକୁ ବିବାହ କରି କାହିଁକି ଆପଣଙ୍କର ଏ ସୁନାର ସଂସାରକୁ ଚିହ୍ନ କରିବି? ମୁଁ ବରଂ ଚାଲି ଯାଉଛି, ଆସୁଛି, ନମସ୍କାର। ରାଣୀ କେଉଁଠିକି ଯିବ? ଯେଉଁଠାରୁ ଫେରାଇ ଆଣିଥିଲ ହେଲେ ମୁଁ ପରା ତୁମକୁ କଥା ଦେଇଛି ଅପେକ୍ଷା କର, ମୁଁ ତୁମ ସାଙ୍ଗରେ ଯିବି। ଠିଆ ହୁଅ। କିଏ କହିଲା ମୋ ବିନା ଅନୁମତିରେ ତୁମ ପାଖରୁ ଗୋଡ଼ କାଢିବାକୁ? ବାପା ମୁଁ ବାଧ୍ୟ ହେଉଛି ଏ ଘର ଛାଡ଼ି ଚାଲିଯିବାକୁ। ମୁଁ ଆଜି ଯାହାକୁ ସ୍ତ୍ରୀ ଭାବେ ଗ୍ରହଣ କରିଛି ସେ ପରା ଗୋଟିଏ ଅଛବ ଘରର ଝିଅ। ଆପଣଙ୍କର ଏ ସମାଜ କ'ଣ ତାକୁ
ସ୍ଥାନ ଦେବ? ବୋହୂ ଆଉ ଆପଣ କଣ ତାକୁ ବୋହୂ ହିସାବରେ ଗ୍ରହଣ କରିବେ? ଏ ରଞ୍ଜିତ କଣ ତାକୁ ଭାଉଜର ସମ୍ମାନ ଦେଇପାରିବ? କିଏ କହିଲା ସେ ଗୋଟେ ଅଛପ ଘରର ଝିଅ ବୋଲି? କେଉଁ ରକ୍ତରେ ତାର ଅଛପ ଘରର ଝିଅ ବୋଲି ଲେଖା ହୋଇ ରହିଛି କହିପାରିବୁ? ଏ ସମାଜ ତାକୁ ସ୍ୱୀକୃତି ପ୍ରଦାନ ନ କଲେ ମଧ୍ୟ ମୁଁ ତାକୁ ମୋ କୁଳବଧୂର ସ୍ୱୀକୃତି ପ୍ରଦାନ କରିବି। ଆଜିଠୁ ସେ ଅକ୍ଷମ ଜାତିର ଝିଅ ରାନୀ ପରିବର୍ତ୍ତେ ମୋ ବଂଶର କୁଳବଧୂ ରାନୀ ଦାସ। ଓ ମାଇ ଗଡ୍! ବାପା ବିଷୟୀ ମୋ ପୁଅ ବୋହୂଙ୍କୁ କଣକୁ ନେଇଆ। ଆଜ୍ଞା କଣ ହେଲା? ଗୋଟେ ଅଛ ଘରର ଝିଅ ସେ ପୁଣି ହବ ମୋ ବଂଶର କୁଳବଧୂ। ମୁଁ ଯଦି ତାକୁ ଦେଖି ନ ଦେଇଛି ତାହେଲେ ମୁଁ ବି ବୀର ମହାପାତ୍ର ଝିଅ ନୁହେଁ। ବୋହୁମା ଆରେ ଦେଖି ଦେଖି ମୁଣ୍ଡଟା କଣ ହେଲା? ମୁଣ୍ଡରେ ରକ୍ତ? ନାଇଁ ବାପା, ଚାଳ ଘରେ ଜଳି ଆସିଥିଲି ତ ପକ୍କା ଘରେ ଚାଲିବାର ଅଭ୍ୟାସ ନଥିଲା। ଆସୁ ଆସୁ ଗୋଡଟା ଖସିଗଲା। ଗୋଡ ଖସିଗଲା? ଆଲୋ ଏ ତୋର ତ କମ ସାହସ ଭଲ। ତ ଆଗ ବଡ ଘରର ବୋହୂ ଉପରେ ଏତେ ମନ ଥିଲା, ଆଗ ବୋପା କରି ପକ୍କା ଘରେ ଖଣ୍ଡେ କରି ଚାଲିବା ଅଭ୍ୟାସ କରିଥାନ୍ତା। ବୋଉ ଆଲୋ ଯାଉଛି ନା ଦେଖିବୁ ମ। କାହିଁକି ଛୁଆଟା ଉପରେ ଏମିତି ଗେରେ ଗେରେ ହଉଛ? କଣ ହେଲା? ମୁଁ ଗେରେ ଗେରେ ହଉଛି? ନାଇଁ ମୁଁ ଗେରେ ଗେରେ ହଉଛି। ମୋ ଠାକୁର ଘର ଛୁଇଁ ମାରା କରିଦେଲା, ସେଥିରେ କଣ ନା ମୁଁ ଗେରେ ଗେରେ ତୁମେ ପରା ଗୋଟିଏ ନାରୀ, ଜନନୀ ଜାୟା ଭଗିନୀ ସହିଯାଅ ବୋଲି ସର୍ବସ୍ୱ ପିଲା ଲୋକଟା କଣ ଟିକେ ଭୁଲ କରିଦେଲା, ସେଥିପାଇଁ ତୁମେ ଏତେ ଗେରେ ଗେରେ? ଏ ରଖମ ତମ କଥା। ଏ ମାଲୋ ମୁଁ ଯାଏ ଆଗ ଗଙ୍ଗା ପାଣିରେ ଗାଧୋଇ ମୋ ଠାକୁର ଘର ପବିତ୍ର କରେ। ହେ ଭଗବାନ, ଏ ନାରୀ ଜାତିଟାକୁ ଟିକେ ସଦ୍ବୁଦ୍ଧି ଦିଅ, ନହେଲେ ସଂସାର ବଂଶ ପାଇଯିବ। ବାବୁ ଭଲ ତ ଡାକି ଡାକି ତଣ୍ଟି ପଡିଲାଣି, ଅର୍ଥାତ୍ ଘର ଭିତରୁ ତୁମର ଉତ୍ତର ନାହିଁ। ଆଉ କାହିଁକି ଉତ୍ତର ଦେବ? ବାଜା ବାଜିଲାନି, ରୋଷଣୀ ସାଜିଲାନି, ବେଦୀ ମଧ୍ୟ ବନ୍ଧା ହେଲାନି। ପୁଅ ଗୋଟେ ଅକ୍ଷମର ଝିଅକୁ ବାହାଘର ଘରେ ଲଗେଇଛ, ଆଉ ଆମ କଥା ଶୁଣିବ କିଆ? ନାଇଁ ସରପଞ୍ଚ, ଘର କାମ ଟିକେ ବ୍ୟସ୍ତ ଥିଲି ତ ସେଥିପାଇଁ। ହଁ ବ୍ୟସ୍ତ ଥିବ। କଣ କାମ ଥିଲା କି ସରପଞ୍ଚ? ଆଜି ସନ୍ଧ୍ୟାରେ ତୁମ ଗାଁରେ ଜାତୀୟ ସନ୍ଧ୍ୟାରେ ତୁମକୁ ଉପସ୍ଥିତ ରହିବାକୁ ଏ ସରପଞ୍ଚ ଆସୁଛି। ଜୋରିମାନା ଦେବେ। ନା, ଏ ବୋଉ
ନମସ୍କାର। ଆଜି ସନ୍ଧ୍ୟାରେ ମୋ ନାଁରେ ସଭା ବସିବ। ମୋ ସ୍ୱାମୀ ଶ୍ୱଶୁର ଭୁଲ ମାଗିବେ, ଜୋରିମାନା ଦେବେ। ଏ ଅପମାନ ମୁଁ ସହିପାରିବିନି ରାଜା, ସହିପାରିବିନି। ତେଣୁ ଏ ଘର ଛାଡ଼ି ମୋତେ ଚାଲିଯିବାକୁ ଦିଅ। ତୁମକୁ ରହିବାକୁ ହେବ ରାଣୀ। ଏ ଜାତୀୟ ସଭାରେ ଭୁଲ ମାଗିବ ତୁମ ସ୍ୱାମୀ, ଏ ଜାତୀୟ ସଭାରେ ଭୁଲ ମାଗିବେ ତୁମ ଶ୍ୱଶୁର, ହେଲେ ତୁମେ ତ ଭୁଲ ମାଗୁନ। ଦେଖ ରାଜା, ପାଣି ସୁଅରେ ଭାସି ଯାଉଥିବା, କୂଳ କିନାର ଜଳ ନଥିବା ମଣିଷଟାକୁ ଧରି ଆଣି ତୁମର ଲାଭ କଣ ହେବ? ମୋ ପାଇଁ କାହିଁକି ଅଯଥା ତୁମ ପରିବାର ଅଶାନ୍ତିରେ ସଢୁଛନ୍ତି? ତୁମେ କହିପାରିବ ରାଣୀ, ଗଛ ଡାଳରେ ବାଜିଥିବା ବାଇ ଚଢ଼େଇଟି, ନଦୀ ସୁଅରେ ଭାସି ଯାଉଥିବା ପିପୁଡ଼ିଟେ ପାଇଁ କେଉଁ ସ୍ୱାର୍ଥରେ ପତ୍ର ଟିଏ ପକାଇ ଦେଇଥିଲା, ସେଥିରେ ତାର ଲାଭ କଣ ଥିଲା? ପିମ୍ପୁଡ଼ିଟି ତାର ଜୀବନ ବଞ୍ଚାଇଥିଲା। ସେମିତି ତୁମେ ବି ମୋର ଜୀବନ ବଞ୍ଚାଇବ। ରାଜା, ରାଣୀ, କଥାରେ ପରା ଅଛି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ଗଛ ଡାଳରେ ବାଇ ଚଢ଼େଇଟି ବସା ବାଜିଛି, ତାକୁ କେଡ଼େ ଧନ ଝଞ୍ଜା ସହିବାକୁ ପଡୁଛି, ହେଲେ ସେ କଣ ତା ଘର ଛାଡ଼ି ଚାଲି ଯାଉଛି? ତମକୁ ରାଣ ରହିଲା, ମୁଁ ପଞ୍ଚାୟତକୁ ଯାଉଛି। ପଞ୍ଚାୟତରୁ ନ ଆସିଲା ପର୍ଯ୍ୟନ୍ତ ତୁମେ ଘରୁ କୁଆଡ଼େ ହେଲେ ବି ଯିବ ନାହିଁ। ଆସୁଛି। ହେ ମା ଚର୍ଚ୍ଚିକା, ଏ ଅଭାଗିନୀ ତୁମ ଘର କମଳରେ କୋଟି କୋଟି ପ୍ରଣାମ ଜଣାଉଛି ମା। ମୋ ସ୍ୱାମୀ ଶ୍ୱଶୁରଙ୍କୁ ସଭାରୁ ଭଲରେ ଭଲରେ ଫେରେଇ ଦେ ମା, ଭଲରେ ଭଲରେ ଫେରେଇ ଦେ। ଜାତିଆଣ ସଭା ତୁମ ସପକ୍ଷରେ ରାୟ ନେଇ ଭଲରେ ଭଲରେ ଫେରାଇ ଦେଇପାରେ, ହେଲେ ଏ ରଞ୍ଜିତ ଦାସ ତୁମ ସପକ୍ଷରେ କଦାପି ରାୟ ଦେବ ନାହିଁ, କାରଣ ତୁମେ ଗୋଟାଏ ଅକ୍ଷମ ଘରର ଝିଅ। ହେ ଘରର ଝିଅ, ଏଇଟାକୁ ନେଇ ଯତ ମହତକୁ ବାଟ ଅଛି, ଯେତେ ଶୀଘ୍ର ମାନେ ଘର ଛାଡ଼ି ଚାଲିଯା। ତୋ ସ୍ୱାମୀ ଶ୍ୱଶୁର ପଞ୍ଚାୟତରୁ ଫେରିଲା ବେଳକୁ ଏ ଘର ଛାଡ଼ିଥିବୁ, ନଚେତ ତତେ ମାରୁ ମାରୁ ମାରିଦେବି। ବୋଉ, ଏ ଘର ଛାଡ଼ି ଚାଲିଯିବାକୁ ରାଜି ଅଛି ବୋଉ, ହେଲେ ତୁମ ପୁଅ ରାଣ ପକାଇଛନ୍ତି। ମୁଁ ଏ ଘର ଛାଡ଼ି ଯାଇପାରିବିନି ବୋଉ। ଓହୋ, ଲକ୍ଷ୍ମଣ ଲେଖା ଜଣା ହଉଛି ଘର ଛାଡ଼ି ଯାଇପାରିବନି। ଏ ବୋଉ ଦେଖ, ଜଣା ପଡୁଛି ଯେ ଭଲରେ ଭଲରେ ଏଠୁ ଯିବେନି। ୟାଙ୍କୁ ଘରୁ ଗଳା ଧକ୍କା ଦେଇ ଗେଟ୍ ବାହାର କରିଦେ। ବାହାର ବାହାର। ମରିଯିବି ବୋଉ, ରାଣ ପକାଇଛନ୍ତି ବୋଉ। ଯାଇପାରିବିନି କଣ, ତୁ ନେ ଘରୁ ଗଳା ଧକ୍କା ଦେଇ ଗେଟ୍ ବାହାର କରିଦେ। ବାହାର ଅଛି, ମୋ ରକ୍ତରେ କଣ ମୁଁ ଗୋଟେ ଅଛୁକ ଗୋଟେ ଝିଅ ବୋଲି ଲେଖା ହୋଇଛି? ମୋ ଦେହରେ କଣ ମୁଁ ଗୋଟେ ଅଛୁକ ଝିଅ ବୋଲି ଲେଖା ହୋଇଛି? ହଁ ହଁ, ତୁମେ ଗୋଟାଏ ଅଛବ ଘରର ଝିଅ। ହଁ ହଁ, ତୁ ଗୋଟେ ଅର୍ଥ ଘରର ଝିଅ। ବାହାର ବାହାର।
ଯୌତୁକ ଚାହୁଁନି। ଭୋଜିଭାତ ବାବଦକୁ 50,000 ଟଙ୍କା, ଆଉ ବାଟ ଖର୍ଚ୍ଚ ବାବଦକୁ 20,000 ଟଙ୍କା, ଆଉ ପୁଅ ଗାଧୁଆ ସହିତ ପାଇଁ 20,000 ଟଙ୍କା, ଆଉ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ 10,000 ଟଙ୍କା। ଏମିତି ଗାଁ ମୋଟ ଲକ୍ଷେ ଟଙ୍କା ହେଲେ ହେଇଯିବ। ଆଉ ଏହା ସହିତ ଝିଅର ବେକକୁ 10 ଭରିର ହାରଟିଏ ହେଲେ ହବ। ଏ ମା ଚର୍ଚ୍ଚିକା, ସକାଳୁ ସକାଳୁ ପୂର୍ଣ୍ଣ କର ମୋର ମନବାଞ୍ଛା। ଓହୋ ମଧୁମତୀ, ଭ୍ରମ ହେଲା କି ତୁମ ମତିଗତି? ତୁମକୁ କେତେଥର କହିଲିଣି, ଘରୁ ଅନୁକୂଳରେ ବାହାରିଲେ ମୋ ଆଗରେ ଖାଲି ନଜର ଦେଇ ଠିଆ ହେବନି କି ମୋ ପଛପଟେ ଝାଡୁ ମାରିବନି। ଆଲୋ ଅଶୁଭ, ଚାଲି ଯାଉଥିବା ଲୋକ ପୁଣି ଫେରି ଆସିବ। ମୋ କଥା ବିଶ୍ୱାସ ହଉନି? କଣ୍ଟା ପାଇଗଲ, ନାଇଁ ନାଇଁ କଣ୍ଟା ପାଇଗଲ। ମାନେ ମାରିଲେ କଣ ହବ? ହାଲୋ ମୋ ମଧୁମତୀ, ତମର କେତେ ବୁଦ୍ଧି, ତୁମେ ଜାଣୁଛ କି ଦିନ ରାତି? ଉଠୋ ମୋ ଶିଶୁ ବେଳ ପାଇଁ ଗୋଟେ ଭଲ କନ୍ୟା ରାତ୍ରି ଟିକେ ଖୋଜିଲାଣି। ଆଉ ବାପା, ଆଉ ପରିଶ୍ରମ କରି ମୋ ପାଇଁ ଗୋଟେ କନ୍ୟା ପାତ୍ରୀ ଖୋଜିବା ଦରକାର ନାହିଁ। ଶୁଣ ମିନା, ଇଏ ମୋ ବାପା, ୟାକୁ ଗୋଟିଏ ନମସ୍କାର କର। ଆଉ ଇଏ ମୋ ବୋଉ, ୟାକୁ 2ଟା ନମସ୍କାର କର। ଆରେ ସିଏ ସେମିତି ଚାହାନ୍ତି। ମୁଁ ସପନ ଦେଖୁନି ତ। ଆରେ ପୁଅ ଶିଶୁ ବେଳ, ତୁ ମୋ ପୁଅ ନା ଆଉ କାହା ପୁଅ ବେ? ନାଇଁ ବାପା, ସବୁ ଠିକ ଅଛି, ଖାଲି ଯାହା ମୋ ନାଁଟା ତମ ନାଁଟା ବଦଳେଇ ଯାଇଛି। ତୋ ନାଁଟା ବଦଳେଇ ଦେଇଛୁ, ଆଉ ତୋ ବାପା ନାଁଟା ବଦଳେଇ ଦେଇଛୁ, ଏଇଟା କେମିତି ହେଲା? ଆରେ ବାପା, ଆଜିକାଲି ସବୁ ହେଇପାରୁଛି। ମୋ ନାଁଟା ଶିଶୁ କାଳରୁ ମହିମାଳ କରିଦେଇଛି। ତମ ନାଁଟା ମୂଳଧରରୁ ମାୟାଧର କରିଦେଇଛି। ତା ନହେଲେ କିଏ କଣ ଏଇ 11 ଥର ବେଦିରୁ ଉଠି ଯାଇ 12 ଥର ପୁରିବାକୁ ଥିବା ଶିଶୁ କାଳକୁ ବାହା ହେବାକୁ ମଙ୍ଗିଥାନ୍ତେ। ମୁଁ ସେଇ ଶିଶୁ କାଳ ହୋଇ ରହି ରହିଥାନ୍ତି। ହଁ ମିନା, ମୁଁ ସେହି ଶିଶୁ କାଳ। ଏବେ ଶୀଘ୍ର ଶୀଘ୍ର ବାହାର, ନହେଲେ ଗଡ଼ିଯିବ ଆମ ବେଳ। ଶୁଣ ବା, ତୁ ଯଦି ଜାତି କଥା କହିବୁ, ଏଠି ସବୁ ପୋଲିସ ବାଲା ବସିଛନ୍ତି। ସାଙ୍ଗେ ସାଙ୍ଗେ ତୋ ହାତରେ ହ୍ୟାଣ୍ଡକପ୍ ଦେଇ ତୋତେ ଥାନା ଭିତରେ ଢୁକି ଦେବେ। ଆସୁଛି ବାପା, ଆସୁଛି ବାବା, ବାଏ ବାଏ। ଆରେ ପୁଅ ଶିଶୁ ବେଳ, ତୁ କଣ କଲୁ? ଆଜିର ସଭାରେ ଏହା ନିଷ୍ପତ୍ତି କରାଗଲା କି ନିର୍ବନ୍ଧ ଜଣେ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇ ତାଙ୍କର ପୁଅ ମୌଳିଆବର୍ତ୍ତୀର ଝିଅକୁ ବିବାହ କରିଥିବାରୁ ତାଙ୍କ ପରିବାରକୁ କାଣ୍ଡ ନିଆଁ ପାଣି ଆଦି ରୋଗ କରା। ଯଦି ଏହି ପ୍ରସ୍ତାବ ରାଜି ନ ହୁଅନ୍ତି, ତେବେ ସେ ଯଥାଶୀଘ୍ର ସେ ଝିଅକୁ ପରିତ୍ୟାଗ କରିବା ସହିତ ନଗଦ 5,000 ଟଙ୍କା ଦେଇ ଜୋରିମାନା ଦେଇ ଗୁଣ୍ଡଗୁଣ୍ଡିଆ ମାରି ଗାଁରେ ମିଶି ପାରିବେ। ସରପଞ୍ଚ ମହାଶୟ, ମୋର ପ୍ରଣାମ ଜଣାନ୍ତୁ। ଆପଣ ଏତେ ବଡ଼ ନିଷ୍ପତ୍ତି ନିଅନ୍ତୁନି। ମୋ ରାଣୀ ଗୋଟିଏ ଖାଣ୍ଟି ସୁନାମୁଣ୍ଡା, ବେଗି ପିତ୍ତଳ ନୁହେଁ। ମୋ ସୁନାମୀ ଝିଅଟା ଅଛି, ସୁନାମୀ ହୋଇଯାଇଛି ସମୁଦି। ସେ ମୋ ଝିଅ ନଥିଲା। ତୁମେ ମୁଁ ସାଧାରଣ ନଡ଼ିଆ
ଗୋଟିଏ ରାଣୀର ପାଳିତ ବାପା, ତାର ପ୍ରକୃତ ବାପା ମୁଁ ନୁହେଁ ସମୁଦି। ତାହେଲେ ତାର ପ୍ରକୃତ ବାପା କିଏ? ତାର ପରିଚୟ କଣ? ସେ କେଉଁ ଜାତିର ତୁମେ କହିପାରିବ କି? କହ ତୁ ମଉସା, ରାଣୀ ତାହେଲେ ତାଙ୍କର ଝିଅ ନୁହଁ? ଆରେ ହଁ କହିପାରିବି। କହନ୍ତୁ ମୋ ରାଣୀ ତାହେଲେ ଆପଣଙ୍କର ଝିଅ ନୁହଁ? ହଁ କହିପାରିବି। ରାଣୀ କିଏ? ରାଣୀର ବାପା କିଏ? ତା ପରିଚୟ କଣ? ତା କାଷ୍ଟ କଣ? ହଁ ସମୁଦି, ତୁମେ କୁହ, ସତ କଥା କହି ଏ ଅସୁବିଧାରୁ ଆମକୁ ମୁକ୍ତି କର। ତା ପରିଚୟ ଶୁଣିଲେ ଆପଣ ମାନେ କାହିଁକି ସମୁଦି? ଏ ଦୁନିଆ ମଧ୍ୟ ତରଳି ଯିବ ସମୁଦି, ଏ ଦୁନିଆ ମଧ୍ୟ ତରଳି ଯିବ। କୁହ ସମୁଦି, ତୁମେ କୁହ। ଶୁଣିବ ଆପଣ ମାନେ? ତାହେଲେ ଶୁଣନ୍ତୁ। ସେଦିନ ଥିଲା 2004 ମସିହା ଡିସେମ୍ବର 26 ତାରିଖ। ମୋ ଜନ୍ମଦିନରେ ହବ ବେଲୁନ ଫୁଟା ହବ, କ୍ୟାଣ୍ଡେଲ ଲିଭା ହବ, କେକ୍ କଟା ହବ। ମୋର କେତେ ସାଙ୍ଗସାଥି ଆସିବେ। ଆଉ ମୋ ଜନ୍ମଦିନରେ? ତୋ ଜନ୍ମଦିନରେ ତୋ ପାଇଁ କିଛି ହବନି। ନୂଆ ଡ୍ରେସ୍ ହବ ନା ବେଲୁନ ଫୁଟା ହବ ନା କ୍ୟାଣ୍ଡେଲ ଲିଭା ହବ ନା ତୋ ଭଳି ଗୋଟେ କଳି ଉଡ଼ି ବୁଡ଼ିବାକୁ ସାଙ୍ଗସାଥି ଆସିବେ। ଖାଲି ଯାହା ଗୋଟେ ବେଙ୍ଗ କଥା ହବ ଆଉ। ଭାଇନା ଦେଖ, ମୋତେ ଜମା ଚିଡ଼ନା। ଯଦି ତୁମେ ଆଜି ମୋର ଜନ୍ମଦିନ, ଯଦି ତୁମେ ମୋତେ ଚିଡ଼େଇଲ ତାହେଲେ ତୁମକୁ ଜମା ବି ଡାକିବିନି। ମୋ ଜନ୍ମଦିନ ତୁମ ଜନ୍ମଦିନ ପରି ଏ ସଂସ୍କୃତିରେ ପାଳନ ହେବନି। ମୋ ଜନ୍ମଦିନ ଆମ ପରମ୍ପରା ଓ ଆମ ସଂସ୍କୃତିରେ ପାଳନ ହେବ। ମନ୍ଦିରରେ ଭୋଗ ଲାଗିବ, ଦୀପ ଜଳିବ। ଠାକୁରଙ୍କ ପାଖରେ ମଙ୍ଗଳ କାମନା କରି ବାପାଙ୍କୁ କହିଛି ଯେ ଆଜି ଆମେ ସମସ୍ତେ ସମୁଦ୍ର କୂଳକୁ ବୁଲିଯିବା। ହେଇ ତ ବାବା ମାଆ ଆସିଲେ। ବାବା ଦେଖିଲ, ଭାଇନା କେମିତି ମତେ ଚିଡ଼ଉଛି। କହୁଛି ମୋ ଜନ୍ମଦିନରେ କିଛି ବି ହେବନି, କେବଳ ଗୋଟିଏ ବେଙ୍ଗ କଟା ହେବ। ହେଲୋ ମା, ବେଙ୍ଗ କଟା ହବ? ଆରେ ତୁ ଯାହା କହିଥିଲୁ ମୁଁ ସବୁ ଠିକ୍ କରି ଆଣିଛି। ସୋନୁ ବାବା, ତୁ ମୋ ରାଣୀକୁ ଚିଡ଼ାଉଥିଲୁ? ନାଇଁ ବାବା, ସେ ମୋ ନାଁରେ। ଚୁପ୍, ଠାକୁରଙ୍କ ପାଖରେ ଦୀପ ଜାଳି ଆଶୀର୍ବାଦ ଭିକ୍ଷା। ନା ମୁଁ କେବଳ ଖାଇବି। ସୋନୁ, ଏଇ ଟିକେ ଟିକେ କଥାରେ ଏମିତି ରାଗିଲେ ହବ? ତୋ ସାନ ଭଉଣୀଟା କ'ଣ ଟିକେ କହିଦେଲା, ମୋ ମନଟା ପରା ସାନ ଭଉଣୀଟା ଦଉଛି, ନେ ଖାଇଦେ। ଭାଇନା ମୋର ଭୁଲ ହୋଇଯାଇଛି। ତୁମ ନାଁରେ ଆଉ ଜମା ବି ବାପାଙ୍କୁ କହିବିନି। ନିଅ ଭୋଗ ଖାଅ, ତୁମକୁ ତୁମ ସାନ ଭଉଣୀର ରାଣ। ରାଣୀ? ଆରେ ସୋନୁ, ସେ ତୋ ସାନ ଭଉଣୀଟା ରାଣ ଭୋଗ ରାଣୀ। କାନରୁ ହାତ ଛାଡ଼ି ରାଣୁ ଭୋଗ ନେ। କାମ ସରିଲେ ଆମ ସମସ୍ତେ ସମୁଦ୍ର କୂଳକୁ ବୁଲିବା ପାଇଁ ଯିବା। ପ୍ରଥମେ ବାବାଙ୍କ ମଙ୍ଗୁ। ସମୁଦ୍ର ପାଣି ମାଡ଼ି ଆସିଲା। ଭିତରକୁ ପିଲାମାନଙ୍କୁ ନେଇ କିଣି ଯାଉଛ? ପଳେଇ ଆସ। ବିପଦର ସୂଚନା ଅଛି। ପଳେଇ ଆସ, ଉପରକୁ ନେଇ ପଳେଇ ଆସ। ତୁମକୁ ଶୁଭୁନି ନା କଣ? ପଳେଇ ଆସ। ଭାସିଗଲେ।
ଆରେ ମା ତୋର କିଛି ହୋଇନି ତ? ନାଇଁ ମଉସା, ମୋ ବାବା ମାମା ଭାଇନା ସମୁଦ୍ରରେ କୁଆଡ଼େ ଭାସିଗଲେ। କାହିଁରେ ମା ତୋ ବାବା ମାମା ଭାଇନା କୁଆଡ଼େ ଭାସି ଯାଇ ନଥିବେ। ସେମାନେ ତୋରି ଭଳି କେଉଁ କୂଳରେ ଯାଇ ଲାଗିଥିବେ। ତୁ କାନ୍ଦନା ମା କାନ୍ଦନା, ମୁଁ ସେମାନଙ୍କୁ ଖୋଜି ବାହାର କରିଦେବି ମା, ବାହାର କରିଦେବି। ନାଇଁ ମଉସା, ମୋ ବାବା ମାମା ଭାଇନା ସମୁଦ୍ରରେ କୁଆଡ଼େ ଭାସିଗଲେ। କାହିଁରେ ମା ତୁ କାନ୍ଦନା। ଆଚ୍ଛା ମୋ ମା ତୋ ବାପାଙ୍କ ନାଁ କଣ? ତୋ ମାଙ୍କ ନାଁ କଣ? ତୁ ମୋ ଘରେ କେଉଁଠି କହିପାରିବୁ? ମୋ ବାବାଙ୍କ ନାଁ ସବ୍ୟସାଚୀ ମହାପାତ୍ର, ମୋ ମାଙ୍କ ନାଁ ଅପର୍ଣ୍ଣା ମହାପାତ୍ର, ମୋ ଭାଇ ନାଁ ସୋନୁ। ଆମ ଘରେ ବ୍ରାହ୍ମଣ ଝିଅଟିର ଚେତା ହଜିଗଲା। ଚେତା ଫେରିଲା ପରେ ଅନେକ ଖୋଜିଲୁ, ହେଲେ କେହି ମିଳିଲେନି। ସୁନାମି ଭିତରେ ତାର ସମସ୍ତେ ହଜିଗଲେ। ବିଚରା ବାପା ମା ଚଉଡ଼ ପିଲାଟିକୁ ମୁଁ କଳେଇ ନେଲି। ସେଇଦିନ ଠାରୁ ସେ ହୋଇଗଲା ମୋ ଦରିଆ କୂଳର ନୋଳିଆ ଝିଅ। ତାହେଲେ ମୋ ବୋହୂ ଗୋଟିଏ ବ୍ରାହ୍ମଣ ଘରର ଝିଅ। ସରପଞ୍ଚ ଆପଣଙ୍କ ନିଷ୍ପତ୍ତି ବଦଳାଇ ଦିଅନ୍ତୁ। ମୋ ବୋହୂ ଗୋଟିଏ ବ୍ରାହ୍ମଣ ଘରର ଝିଅ। ହଁ ସରପଞ୍ଚ ମହାଶୟ, ଆପଣଙ୍କ ନିଷ୍ପତ୍ତି ବଦଳାଇ ଦିଅନ୍ତୁ। ଭୋଜିଭାତର ଆୟୋଜନ କରିବାକୁ ପଡ଼ିବନି, ଆପେ ଆପେ ଆୟୋଜନ ହୋଇଯାଇଛି। ମାନେ ରାଣୀମା ଆକ୍ସିଡେଣ୍ଟରେ ମେଡିକାଲରେ ପଡ଼ିଛନ୍ତି। ରାଣୀ ମେଡିକାଲରେ ପଡ଼ିଛନ୍ତି? ହଁ ବାବୁ, ଆପଣମାନେ ଇଆଡ଼େ ଆସିବା ପରେ ମା ଏବଂ ସାନ ବାବୁ ବୋହୂ ମାଙ୍କୁ ମାରଧର କରି ଘରୁ ଗଳା ଧକ୍କା ଦେଇ ବାହାର କରିଦେଇଛନ୍ତି। ବିଚରା ବୋହୂ ମା ଆମର ରାସ୍ତାରେ ଯାଉ ଯାଉ ଟ୍ରକଟା ଧକ୍କା ଦେଇ ଚାଲିଗଲା। ମୋଟାମୋଟି ରକ୍ତ ବାହାରୁଛି ବାବୁ। ଡାକ୍ତର କହିଛନ୍ତି ଅପରେସନ ପାଇଁ ରକ୍ତ ଦରକାର। ରକ୍ତ ଦରକାର? ହଠାତ୍ ରକ୍ତ? ଆସନ୍ତୁ ଆପଣମାନେ, ମୋ ରାଣୀର ରକ୍ତ ସାଙ୍ଗେ ମୋ ରକ୍ତ ମିଶିଯିବ। ମୁଁ ରାଣୀକୁ ରକ୍ତ ଦେବି। ଚାଲନ୍ତୁ ସମୁଦି ଚାଲନ୍ତୁ। ଆଲ୍ଲାହ ଆଲ୍ଲାହ। हेलो अरे तमे कोण केलं भाई दुसऱ्या तुझ्या स्वतःची सारे ये सारे बारा पाणी को ठोस कर दिया। अबे वो बाणू आविंदार आठ उठके ऊपर ଆଉ ସିଏ ମଣ୍ଡରେ ଆଣିତା କଣ ଟିକେ ତଳ ଏବେ ଯାଉନ ଗଙ୍ଗା ପାଣିରେ ଗାଧୋଇ ପବିତ୍ର ହେଇଯିବ ଯାଉ। ଆମେ ଆମର ବହୁତ ସାରିଲେଣୁ। ଏବେ ଆମକୁ ଆମ ରାଣୀ ବୋଉମାକୁ ଦେଖିବାକୁ ଟିକେ ସୁଯୋଗ ଦିଅନ୍ତୁ। ମୁଁ ତା ପାଖରେ କ୍ଷମା ପ୍ରାର୍ଥନା କରି ମୋ ପାପର ପ୍ରାୟଶ୍ଚିତ କରିବି, ନହେଲେ ନର୍କଗାମୀ ହେବି। ହଁ ସାର୍, ହଁ ଆମକୁ ଥରଟେ ପାଇଁ ମୋ ଭାଉଜ ଦେଖିବାକୁ ସୁଯୋଗ ଦିଅନ୍ତୁ। ଆମେ ସାର୍ ये सर एबी नबी मेडिकल में जाओ ये सर हेलो हुंका सर कटे पुरा को गाड़ी गाड़ी के छोड़ जाओ जति एबी ना नहीं चले तो दवा चला पे ओते डकेइले कि सारे हां सर वो जाने दूसरे लोक प्रतिनिधि होई जाते हैं सर चले हेलो हेलो तू भोर में लगे कि पाड़ा की गंडरा की शहर के बाहर एकत्र होने दिला तो
ମତେ ଲାଞ୍ଚ ତୁ ଆରେ ତୋର ବୋଲିକି ତୋର ରାଜନୀତି କଥା ଆମର ପୋଲିସ ଅଫିସର ମାନଙ୍କୁ ଲାଞ୍ଚ ହେଉଛି ନିଜର ହାତରୁ ସ୍ୱାର୍ଥ ରଖୁଛନ୍ତି ଉଠା ଉଠା ସେ ଟଙ୍କା ପଇସାକୁ ନେଇ ଲୋକମାନେ ହିସାବରେ ଲୋକମାନଙ୍କ ସେବା ଲଗା କାମରେ ଆସିବ କିନ୍ତୁ ଅଫିସର ମାନଙ୍କୁ ସେବା ଲଗେଇଲେ ଅଯଥା ପାଣିରେ ବୁଡ଼ିବାକୁ ଚା ଗୋଟେ ଛାଡ଼ି ଛାଡ଼ିଦେଲି ଏଥିପାଇଁ ପଢ଼ାବା ନେଇ ନାହିଁ ଆମର এই অন্ধবিশ্বাস সমাজ এই সমাজের বর্তমানে এই সমাজের বর্তমানে আমাদের দায়িত্ব গ্রহণ করেছে যদি আমরা এই দায়িত্ব গ্রহণ করছে আমি সমস্ত ভারত আমাদের গোষ্ঠী মানবত্ব ব্যবহৃত আমি গোটিয়ে যাচ্ছি সেইটা হচ্ছে মানুষ জাতি আসুছি নমস্কার ବୋଉ ମୁଁ ପରା ଗୋଟିଏ ଅଛବ ଘରର ଝିଅ ଆପଣ ମତେ ଛୁଇଁଲେ ଆପଣଙ୍କର ଏ କାୟା ଅପବିତ୍ର ହୋଇଯିବନି ମୁଁ ଆପଣଙ୍କ ଘରକୁ ବୋହୂ ହେଇଗଲେ ଆପଣଙ୍କର ଘର ମାରା ହୋଇଯିବନି ବୋହୂ ମା ରଞ୍ଜି, ମୁଁ ତୁମର ଭାଉଜ ହେଲେ ଏ ସମାଜ ତୁମକୁ ଛି ଛେକର କରିବନି ଭାଉଜ ରାଜା ମୁଁ କଣ ତୁମର ସ୍ତ୍ରୀ ହୋଇଲେ ଏ ସମାଜ ତୁମକୁ ଗ୍ରହଣ କରିବ ବାପା ମୁଁ ପରା ଗୋଟିଏ ଅଛବ ଘରର ଝିଅ ମୁଁ କଣ ଆପଣଙ୍କର ବୋହୂ ହେଇ ଆପଣଙ୍କର ସେବା କରିପାରିବି ବୋମା ମୋ ବାପା ଆସିଛନ୍ତି ମୁଁ ତାଙ୍କରି ସାଙ୍ଗରେ ଚାଲିଯିବି ସବୁଦିନ ପାଇଁ ସେଇ ଦରିଆ କୂଳର ନୋଳିଆ ଝିଅ ରାଣୀ ହୋଇ ରହିଯିବି ନାଇଁ ରେ ମା କିଏ କହିଲା ତୁ ସେଇ ଦରିଆ କୂଳର ନୋଳିଆ ଝିଅ ରାଣୀ ହୋଇ ରହିଯିବୁ ଦେ ତତେ ମୋ ଘରକୁ ବୋହୂ କରି ନେବା ପାଇଁ ତୋ ଶାଶୁ ତୋ ଦିଅର ତୋ ସ୍ୱାମୀ ଏବଂ ବିଷୟୀ କାକା ସମସ୍ତେ ଆସିଛୁ ତୁ ଆଜିଠୁ ମୋ ବଂଶର ଆଉ ତୋ ଭାଉଜ ଆରେ ଏ ବିଷୟୀ ଜାଣିଛୁ କଣ ବାଜା ବାଲା କହ ବାଜା ବଜାଉ ବାରିକ କହ ବେଦି ବାନ୍ଧୁ ଗୁରହିତ କହ ମନ୍ତ୍ର ପାଠ କରୁ ଆଜି ମୋ ପୁଅ ବୋଉଙ୍କ ବାହାଘର अरे हे बाजा 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 बजा अरे हे पुरोहित मंत्र पाठ कर आज आम राजा रानी को बाहागर रे ସମୁଦି ମୁଁ ଗୋଟାଏ ନଡ଼ିଆଟିଏ ବୋଲି ଭୁଲିଯିବେନି ସମୁଦି ମୋ ଝିଅ ତୁମକୁ ଲାଗିଲା ତାର ଦୋଷାଂଶକୁ କ୍ଷମା କରିବେ ସମୁଦି ଆସୁଛି ନମସ୍କାର ସାତ ପୁରୁଷକୁ ବନ୍ଧୁ ବାନ୍ଧିଲେ ଯେତେବେଳେ ମୁହଁ ମିଠା ନ କରି ଚାଲିଯିବ ଆରେ ଘର ଆଡେ ଆସ आज्ञा आपण मानक निमंत्रण रहिला भोजी खाइबाकू निश्चय आसीबे रहुची नमस्कार सुमति जिया